କଇରାଝୁଲି ବିଦ୍ୟାଳୟ ପରିସରରେ ৭୭ତମ ବାର୍ଷିକ ଉତ୍ସବ ଅନ୍ମେଷା 2025-26 ଅନୁଷ୍ଠିତ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ৭୭ତମ ବାର୍ଷିକ ଉତ୍ସବ ଅନ୍ମେଷା 2025-26 ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ ସଭାର ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା, ମୁଖ୍ୟ ବକ୍ତା ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୁହା, ଜାଲୋଇ ସରପଞ୍ଚ ଶ୍ରୀମତୀ ନିବେଦିତା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ତଥା ବିଦ୍ୟାଳୟ ନିରାପତ୍ତା କମିଟି ଶ୍ରୀଯୁକ୍ତ ଲେଖରାଜ ସାଗର, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ବାର୍ଷିକ ଉତ୍ସବ ସଭାର ମର୍ଯ୍ୟାଦାକୁ ଦ୍ୱିଗୁଣିତ କରିଥିଲେ। ବାର୍ଷିକ ଉତ୍ସବ ସଭାର ସଭାପତି ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିବା ପରେ ଲୋକପ୍ରିୟ ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା ବିଦ୍ୟାଳୟର ସମୃଦ୍ଧି ଓ ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱ ରହିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିବେଦିତା ମିଶ୍ର ଯଥାଶୀଘ୍ର ବିଦ୍ୟାଳୟ ସାଂସ୍କୃତିକ ମଞ୍ଚ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମୁଖ୍ୟ ବକ୍ତାଙ୍କ ସମେତ ସମସ୍ତ ସମ୍ମାନିତ ଅତିଥି ବିଦ୍ୟାଳୟର ଉତ୍ତରୋତ୍ତର କାମନା କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପବିତ୍ର ମୁହୂର୍ତ୍ତରେ ମୁଖ୍ୟ ଅତିଥିଙ୍କ କରକମଳରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମହାପାତ୍ର, ସଂସ୍କୃତ ଗବେଷକ ଶ୍ରୀଯୁକ୍ତ ଅନିରୁଦ୍ଧ କୁରକୁରିଆ ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ସଦାସର୍ବଦା ସମର୍ପିତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଲେଖରାଜ ସାଗରଙ୍କ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବରେ ଉଲୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକେଶ କୁମାର ଭୋଇ ଏବଂ ଶ୍ରୀଯୁକ୍ତ ଯୋଗେଶ୍ୱର ଦାସଙ୍କ ସମେତ ଅନେକ ବରେଣ୍ୟ ଅତିଥି ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ କରିଥିଲେ। ପରେ ନୃତ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରାଣକିଶୋର ଦାସଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର କୋମଳବତୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କିଶୋର ସାହୁ ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର ପଡ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ସୁଦର୍ଶନ ଭୁକ୍ତା, ଶ୍ରୀଯୁକ୍ତ ପ୍ରମୋଦ ସାହୁ, ଶ୍ରୀଯୁକ୍ତ ପ୍ରଭାସ ମେହେର, ଶ୍ରୀଯୁକ୍ତ ନରସିଂହ ପଣ୍ଡା, ସିଆରସିସି ଶ୍ରୀମତୀ ବୃନ୍ଦାବତୀ ଜଗଦଲା, ଶ୍ରୀଯୁକ୍ତ ଶରତ କୁମାର ନାୟକ, ଉଲୁଣ୍ଡା ବ୍ଲକର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରଧାନ ଶିକ୍ଷକ ଏବଂ ସହଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ।